मनोज दासଙ୍କ ଅଜଣାର ଅନ୍ୱେଷଣେ। 10ମ ପରିଚ୍ଛେଦ ମହାପରିନିର୍ବାଣ। ମୁଁ ପାଠ କରୁଛି ସମୀର ରଞ୍ଜନ ଦାସ। 23 ଅକ୍ଟୋବର 2011 ଲକ୍ଷ୍ନୌ ରାଜଭବନରେ ଶ୍ରୀମାନ ଗୋପବନ୍ଧୁ ବାବୁଙ୍କ ବ୍ୟବସ୍ଥିତ ଅତିଥି ଭବନ। ପ୍ରାୟ ନିଶାର୍ଦ୍ଧ। ପ୍ରତ୍ୟାବର୍ତ୍ତନ କରିଛି ବୁଦ୍ଧଙ୍କ ମହାପରିନିର୍ବାଣ ପୀଠ କୁଶୀନଗରରୁ। ଗତକାଲି ନେପାଳ ଅନ୍ତର୍ଗତ ବୁଦ୍ଧଙ୍କ ଜନ୍ମସ୍ଥଳୀ ଲୁମ୍ବିନୀ ଦର୍ଶନ ଅନ୍ତେ ଆଜି ତାଙ୍କ ତିରୋଧାନସ୍ଥଳୀ ଦର୍ଶନର ଅଭିଜ୍ଞତା ମନକୁ ଆଲୋଡ଼ିତ କରୁଥିଲା ଏକ ବିଚିତ୍ର ଭାବନାରେ। ମୋ ଚେତନାର ଦିଗନ୍ତରୁ କେହି ଯେମିତି ମୋତେ ବିଦ୍ରୂପ ଭରେ କରୁଥିଲା ଏହି ପ୍ରଶ୍ନ। ପରପର 2 ଦିନ ଭିତରେ ଏକ ମହାଜୀବନର ଆରମ୍ଭ ଓ ସମାପ୍ତିର ସ୍ମୃତି ସମ୍ବଳିତ ସ୍ଥଳ ଦେଖିନେଇ ସେ ଜୀବନର ତାତ୍ପର୍ଯ୍ୟ ଆକଳନ କରି ପକାଇଲୁ ପରା। ବୁଦ୍ଧଙ୍କ ଜନ୍ମ ଓ ମହାନିର୍ବାଣ ଭିତରେ ମାତ୍ର 80 ବର୍ଷରୁ ସାମାନ୍ୟ ଅଧିକ କାଳର ବ୍ୟବଧାନ। କିନ୍ତୁ ବିଗତ 2500 ବର୍ଷର ଇତିହାସ ଉପରେ ସେହି କେତୋଟି ବର୍ଷର ପ୍ରଭାବ ଅତୁଳନୀୟ। ଅନାଗତ କାଳକୁ ମଧ୍ୟ ବ୍ୟାପ୍ତ ରହିଥିବ ତାଙ୍କ ପ୍ରଭାବ। ଗୋରଖପୁରରୁ 60 କିଲୋମିଟର ସରିକି ଦୂର କୁଶୀନଗରରେ ଆମେ ମଧ୍ୟାହ୍ନର ବହୁ ପୂର୍ବରୁ ପହଞ୍ଚି ସାରିଥିଲୁ। କୁଶବତୀ, କୁଶିନାରା, କାଶିଆ କାଳପ୍ରବାହରେ ବିବିଧ ନାମରେ ଚିହ୍ନିତ ହୋଇଛି ଏ ବସତି। ରାମାୟଣ ତଥା ଜାତକ ଭଳି ସୁପ୍ରାଚୀନ ଇତିବୃତ୍ତରେ ଏହାର ଉଲ୍ଲେଖ ହୋଇଛି ଏକାଧିକ ବାର। କିମ୍ବଦନ୍ତୀ ଅନୁସାରେ ଲକ୍ଷ୍ନୌ ବା ପ୍ରାଚୀନ ଲକ୍ଷ୍ମଣାବତୀ ଯେପରି ଶ୍ରୀରାମଚନ୍ଦ୍ରଙ୍କ ଅନୁଜଙ୍କ ସ୍ମୃତି ବହନ କରେ, କୁଶୀନଗର ବା କୁଶବତୀ ସେହିପରି ଥିଲା ରାଜକୁମାର କୁଶଙ୍କ ରାଜ୍ୟର କେନ୍ଦ୍ର। ଲବଙ୍କ ରାଜ୍ୟ ଲବପୁର ଆଜି ଲାହୋର। ବୁଦ୍ଧଙ୍କ ସମୟରେ ଏହା ଥିଲା ମଲ୍ଲମାନଙ୍କ ଶାସିତ ଏକ ମୂଲକର ରାଜଧାନୀ। ହିରଣ୍ୟବତୀ ନଦୀ କୂଳେ କୂଳେ ବ୍ୟାପ୍ତ ଥିଲା ଏକ ଶାଳବଣ। ବୁଦ୍ଧ ସେହି ବଣରେ ଜୀବନର ଶେଷ କେତୋଟି ଦିନ ବିତାଇବାର ସିଦ୍ଧାନ୍ତ ନେଇଥିଲେ। ମୁଖ୍ୟ ସେବକ ଆନନ୍ଦ ଏବଂ ଅନ୍ୟ ଶିଷ୍ୟମାନେ ଚାହୁଁଥିଲେ ବୁଦ୍ଧ ଶ୍ରୀବସ୍ତି ବା ସେହିଭଳି ଅପେକ୍ଷାକୃତ ଅଧିକ ଖ୍ୟାତିସମ୍ପନ୍ନ ସ୍ଥାନରେ ତାହା କରନ୍ତୁ। କିନ୍ତୁ ବୁଦ୍ଧଙ୍କ ସିଦ୍ଧାନ୍ତ ପଛରେ ହୁଏତ ଅବ୍ୟକ୍ତ ବିଶେଷ କାରଣ ଥିବ। ତେବେ ଅନ୍ୟତମ ବ୍ୟକ୍ତ କାରଣ ହେଲା କୌଣସି ଏକ ପୂର୍ବଜନ୍ମରେ ସେ କୁଶବତୀର ତତ୍କାଳୀନ ରାଜବଂଶରେ ଜନ୍ମଗ୍ରହଣ କରିଥିଲେ। ବୋଧିସତ୍ୱ ରୂପୀ ବହୁ ଜୀବନ କାଳରୁ ତାହା ଥିଲା ଅନ୍ୟତମ। ପୁଣି ମଲ୍ଲ ଶାସକ ସମ୍ପ୍ରଦାୟ ତାଙ୍କୁ ବିପୁଳ ଶ୍ରଦ୍ଧା କରୁଥିଲେ। ସେ ମୂଲକର ବ୍ରାହ୍ମଣ, କ୍ଷତ୍ରିୟ ନିର୍ବିଶେଷରେ ସମ୍ଭ୍ରାନ୍ତ ନାଗରିକ ବୃନ୍ଦ ତାଙ୍କର ଶିଷ୍ୟତ୍ୱ ଗ୍ରହଣ ନ କଲେ ବି ତାଙ୍କୁ ଦେବତୁଲ୍ୟ ମନେ କରୁଥିଲେ। ଶେଷ ସମୟ ଯେତିକି ନିକଟତର ହେଉଥିଲା, ବୁଦ୍ଧ ଜିଜ୍ଞାସୁମାନଙ୍କ ଯାବତୀୟ ପ୍ରଶ୍ନର ଉତ୍ତର ଦେବା ନିମନ୍ତେ ସେତିକି ମାତ୍ରାରେ ଅଧିକ ତତ୍ପର ହେଉଥିଲେ। ତାହା ନିଜକୁ ବ୍ୟକ୍ତ କରିବାର ବ୍ୟଗ୍ରତା ନୁହେଁ, ଉତ୍କଣ୍ଠା ନୁହେଁ, ତାହା ନିର୍ମଳ କରୁଣା। ସଚ୍ଚା ଜିଜ୍ଞାସୁଟିଏ ଯେମିତି ତାର ପ୍ରାପ୍ୟ ପାଉ, ତା ମନରେ ଥିବା ଯାବତୀୟ ଦ୍ୱନ୍ଦ୍ୱର ଅବସାନ ହେଉ। ସେତେବେଳକୁ କିନ୍ତୁ ବୁଦ୍ଧ ପରିଶ୍ରାନ୍ତ, କ୍ଳାନ୍ତ। ଯେତେ ସମୟ ସମ୍ଭବ ସେ ନିଜ ଚେତନା ଗହନରେ ରହିବାକୁ ହିଁ ପସନ୍ଦ କରୁଥିଲେ। କିନ୍ତୁ ତାହା ସମ୍ଭବପର ହେଉନଥିଲା। ସେ ବିଶ୍ରାମ କରୁଥିବା ବେଳେ ତାଙ୍କ ପାଖକୁ ଯିବା ନିମନ୍ତେ ଆନନ୍ଦ ଯଦି କୌଣସି ଦର୍ଶନାର୍ଥୀକୁ ବାଧା ଦେଉଥିଲେ, ତେବେ ବୁଦ୍ଧ ତାହା ଜାଣିପାରିବା ମାତ୍ରେ ଆଗନ୍ତୁକକୁ ଡକାଉଥିଲେ। ଚୁଣ୍ଡ ନାମକ ଅନୁଗତକୁ ସେ ବହୁଦିନରୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ତା ଘରେ ଦିବାହାର କଲେ, କିନ୍ତୁ ପରେ ପରେ ବିଶେଷ ଅସୁସ୍ଥ ହୋଇପଡ଼ିଲେ। ତାଙ୍କୁ ପରସି ଦିଆଯାଇଥିବା ଖାଦ୍ୟ ସାମଗ୍ରୀ ସବୁର ଅନ୍ତର୍ଭୁକ୍ତ ଥିଲା ଏକ ମାଂସ ବ୍ୟଞ୍ଜନ, ମତାନ୍ତରେ ଏକ ପ୍ରକାର ଛତୁ। କିନ୍ତୁ ଆହାର ଆରମ୍ଭ କରିବା ମାତ୍ରେ ସେ ବୁଝିପାରିଲେ ଯେ ତାହା ବିଷାକ୍ତ ହୋଇଯାଇଛି। ସେ ଚୁଣ୍ଡକୁ ଡାକି ନିର୍ଦ୍ଦେଶ ଦେଲେ,
ସେ ସାମଗ୍ରୀଟି ଯେପରି ଆଉ କାହାକୁ ଦିଆ ନ ଯାଏ। କିନ୍ତୁ ନିଜେ ସେ ଖାଦ୍ୟର ପ୍ରତିକ୍ରିୟାରେ ପାଇଲେ ଦାରୁଣ କଷ୍ଟ। ତଥାପି କୌଣସି କୌତୂହଳୀକୁ ସେ ହତାଶ କରୁନଥିଲେ। ସବାଶେଷରେ ସେ ଅନ୍ୟମାନଙ୍କୁ କିଛି କ୍ଷଣ ନିମନ୍ତେ ତାଙ୍କ ସନ୍ନିକଟରୁ ଦୂରେଇ ଯିବାର ନିର୍ଦ୍ଦେଶ ଦେଇ ବିଶ୍ୱସ୍ତ ସେବକ ତଥା କକାପୁଅ ଭାଇ ଆନନ୍ଦକୁ ଏକାନ୍ତରେ କହିଲେ, ତୁମ ଜୀବନର ପବିତ୍ର ନିଷ୍ଠାପର ଗୁରୁ ସମର୍ପିତ ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ ତୁମେ ଏଭଳି କୌଣସି ଅନ୍ୟାୟ କରିଥିଲ କି ଯାହା ପାଇଁ ମୋର ଶିଷ୍ୟତ୍ୱ ଗ୍ରହଣ ନିମନ୍ତେ ବ୍ୟାକୁଳ ହେଲ? ସଜଳ ଚକ୍ଷୁ ଆନନ୍ଦ ସ୍ୱୀକାର କଲେ। ଏକଦା ସେ ଜଣେ ଯୁବତୀ ଶ୍ରେଷ୍ଠୀ କନ୍ୟା ପ୍ରତି ଅସଦାଚରଣ କରିଥିଲେ। ସେ ଅନୁତପ୍ତ। ବୁଦ୍ଧ ତାଙ୍କୁ ଜଣାଇଲେ, ଏ ସ୍ୱୀକାରୋକ୍ତି ଫଳରେ ସେ ସେହି ମୁହୂର୍ତ୍ତରୁ ସମ୍ପୂର୍ଣ୍ଣ ଭାବରେ କର୍ମଫଳ ମୁକ୍ତ ହେଲେ। ବୁଦ୍ଧ ତାଙ୍କୁ ଜଣାଇଲେ ଆଉ ଏକ ରହସ୍ୟ। ତାଙ୍କର କେତେ ଅନ୍ତରଙ୍ଗ ଶିଷ୍ୟ ଅର୍ହତ୍ୱ ଅର୍ଜନ କରିସାରିଥିଲେ, ଅର୍ଥାତ୍ ସେମାନଙ୍କର ହୋଇଥିଲା ନିର୍ବାଣ ଉପଲବ୍ଧି। କିନ୍ତୁ ଆନନ୍ଦଙ୍କୁ ସେ ମହାର୍ଘ୍ୟ ସିଦ୍ଧି ପ୍ରଦାନ କରିନଥିଲେ ଗୁରୁ। କାରଣ କ'ଣ? ଆନନ୍ଦ ଥିଲେ ଜଣେ କୁଶଳୀ ସଂଗଠକ। ଅର୍ହତ୍ୱ ପ୍ରାପ୍ତି ସଙ୍ଗେ ସଙ୍ଗେ ସମସ୍ତ କାର୍ଯ୍ୟକଳାପରୁ ସେ କ୍ଷାନ୍ତ ହୋଇଥାନ୍ତେ। ସନ୍ନ୍ୟାସ ଭାବ ତାଙ୍କୁ ଆଚ୍ଛନ୍ନ କରିଥାନ୍ତା। ତେଣୁ ତାଙ୍କ ଭିତରେ ଅର୍ହତ୍ୱ ପ୍ରାପ୍ତିର ଶକ୍ତିକୁ ସଞ୍ଜୀବିତ ରଖିବା ସଙ୍ଗେ ସଙ୍ଗେ ତାହା ତାଙ୍କ ବହିଃସତ୍ତାକୁ ଯେପରି ପ୍ରଭାବିତ ନ କରିବ, ବୁଦ୍ଧ ସେହି ବ୍ୟବସ୍ଥା କରିଥିଲେ। ବୁଦ୍ଧଙ୍କ ପରିନିର୍ବାଣ ଅନ୍ତେ ପ୍ରଥମ ବୌଦ୍ଧ ମହାସମ୍ମିଳନୀର ଆୟୋଜନ ବେଳେ ମହାସ୍ଥବିର କଶ୍ୟପଙ୍କ ନିର୍ଦ୍ଦେଶ କ୍ରମେ ଆନନ୍ଦ ତପଃ ଯୋଗେ ଅର୍ହତ୍ୱ ଆୟତ୍ତ କରିଥିଲେ। କ୍ରମେ ଆସନ୍ନ ହେଉଥିଲା ଅନ୍ତିମ ସମୟ। ଆନନ୍ଦ ଅଶ୍ରୁପାତ କରୁଥିଲେ। ବୁଦ୍ଧ ତାଙ୍କୁ ଚେତାଇ ଦେଲେ, ବର୍ଷ ବର୍ଷ ଧରି ମୁଁ ତୁମମାନଙ୍କୁ କହିଛି, ଏ ପାର୍ଥିବ ଜଗତରେ ସବୁ ହିଁ କ୍ଷଣସ୍ଥାୟୀ। ମୋର ଏ କଳେବର ଦିନେ ଜନ୍ମଗ୍ରହଣ କରିଥିଲା, ଆଉ ଦିନେ ତାହା ମୃତ୍ୟୁବରଣ କରିବା ଅନିବାର୍ଯ୍ୟ। ଏ ଆସକ୍ତିର ଯୌକ୍ତିକତା କେଉଁଠାରେ? ବୁଦ୍ଧଙ୍କ କଣ୍ଠସ୍ୱର କ୍ରମେ କ୍ଷୀଣ ହୋଇ ଆସୁଥିଲା। ସେହି ଅବସ୍ଥାରେ ଜଣେ ଶତାୟୁ ବୃଦ୍ଧ, ନାମ ତାଙ୍କର ସୁଭଦ୍ର, ବୁଦ୍ଧଙ୍କଠାରୁ ଦୀକ୍ଷା ଗ୍ରହଣ ଉଦ୍ଦେଶ୍ୟରେ ଉପନୀତ ହେଲେ। ଆଉ ସମ୍ଭବ ନୁହେଁ, ଆନନ୍ଦ କହିଲେ। ଥରେ, ଦୁଇଥର, ତିନିଥର। ତାଙ୍କୁ ଆସିବାକୁ ଦିଅ। କ୍ଷୀଣ କିନ୍ତୁ ସ୍ପଷ୍ଟ କଣ୍ଠରେ ଆସିଲା ବୁଦ୍ଧଙ୍କ ନିର୍ଦ୍ଦେଶ। ସେହି ମୁହୂର୍ତ୍ତ ଅବସ୍ଥାରେ ସେ ମହାନ ଗୁରୁ ବୃଦ୍ଧ ପ୍ରାର୍ଥୀଟିକୁ ଶିଷ୍ୟ ରୂପେ ଗ୍ରହଣ କଲେ। ବୃଦ୍ଧଟି ହେଲେ ତାଙ୍କ ଶିଷ୍ୟ। ଶେଷ ସମୟ ଉପସ୍ଥିତ ଜାଣି ଭିକ୍ଷୁମାନେ ବୁଦ୍ଧଙ୍କୁ ବେଷ୍ଟନ କରି ଠିଆ ହୋଇ ରହିଥାନ୍ତି। ଗୁରୁଙ୍କ ନିଷେଧ ସତ୍ତ୍ୱେ ଅଶ୍ରୁ ସମ୍ବରଣ କରିବାକୁ ଅକ୍ଷମ ଥିଲେ ଆନନ୍ଦ ଏବଂ ଆହୁରି ଅନେକେ। କିନ୍ତୁ ଅବିଚଳିତ କଣ୍ଠରେ ବୁଦ୍ଧ ପଚାରିଲେ, କାହାରି ମନରେ କୌଣସି ସନ୍ଦେହ, କୌଣସି ପ୍ରଶ୍ନ ରହିଛି କି? ସମସ୍ତେ ନୀରବ ରହିଲେ। ବୁଦ୍ଧ ଆନନ୍ଦଙ୍କ ଉପରେ ସସ୍ନେହ ଦୃଷ୍ଟିପାତ କରି ପଚାରିଲେ, ତୁମର? ହେ ପ୍ରଭୁ, ଆପଣ ସବୁ ଦେଇଛନ୍ତି। ଯଦି କିଛି ଦେଇନାହାନ୍ତି, ତେବେ ତାହା ମୋର ଯୋଗ୍ୟତାର ଅଭାବ ଯୋଗୁଁ। ମୋର କ'ଣ ପ୍ରାପ୍ୟ ତାହା ମୁଁ ଜାଣେନା, ଜାଣନ୍ତି ଆପଣ। ହେ ମହାନ, ମୋର କିଛି ହିଁ ଜିଜ୍ଞାସ୍ୟ ନାହିଁ। ସ୍ମିତହାସ୍ୟ ସହକାରେ ବୁଦ୍ଧ କହିଲେ, ଯାହା କିଛି ସୃଷ୍ଟ ତାହା ନିଶ୍ଚିତ ଭାବେ ହେବ ବିନଷ୍ଟ। ଏକନିଷ୍ଠ ଭାବରେ ମୁକ୍ତିର ପ୍ରୟାସ ରଖ ଅବ୍ୟାହତ। ଏହା ହିଁ ଥିଲା ତାଙ୍କର ଶେଷ ଉପଦେଶ। ବୁଦ୍ଧ ସେ ଯାବତ୍ ଅର୍ଦ୍ଧଶାୟିତ ଅବସ୍ଥାରେ ଥିଲେ। ଏଥର ସେ ଧୀରେ ଧୀରେ ଶୟନ କଲେ। ରାତ୍ରିର ତୃତୀୟ ପ୍ରହରରେ ସେ ହେଲେ ନିର୍ବାପିତ। ତାଙ୍କ ଶେଷ ଶଯ୍ୟା ସ୍ଥାନରେ ଏକଦା ନିର୍ମିତ ହୋଇଥିଲା ଏକ ସ୍ତୂପ। ଯେଉଁଠାରେ ତାଙ୍କ ଦେହ ଦାହ ହେଲା, ସେଠାରେ ମଧ୍ୟ ଥିଲା ଏବଂ ଅଛି
ଅନ୍ୟ ଏକ ବିଶାଳ ସ୍ତୂପ। ତେବେ ଶେଷ ଶଯ୍ୟା ସ୍ଥଳର ପ୍ରାଚୀନ ସ୍ତୂପ କାଳକ୍ରମେ ବିଧ୍ୱସ୍ତ ହୋଇଥିଲା। ତହିଁ ଭିତରେ ଥିବା ସାଇତ ବୁଦ୍ଧଙ୍କ ବିଶାଳ ମୂର୍ତ୍ତି କ୍ଷତବିକ୍ଷତ ହୋଇଥିଲା। ବୁଦ୍ଧଙ୍କ ଦେହାବସାନ ପରେ 1000 ବର୍ଷ ପର୍ଯ୍ୟନ୍ତ କୁଶୀନଗର ଥିଲା କର୍ମଚଞ୍ଚଳ ଏବଂ ଭକ୍ତ ସମାବିଷ୍ଟ ସ୍ଥାନ। କିନ୍ତୁ ତାପରେ ସେଠାକାର ସବୁ ପ୍ରତିଷ୍ଠାନ ହେଲେ ପ୍ରାଣହୀନ। ଜନବସତି ଅପସରିଗଲା। କ୍ରମେ ପ୍ରାୟ ଭୂଗର୍ଭସ୍ଥ ହେଲେ ଅଧିକାଂଶ ଇମାରତ। ମାତ୍ର 1876 ମସିହାରେ ସାଇତ ବୁଦ୍ଧଙ୍କର ସେ ବିଶାଳ ମୂର୍ତ୍ତି ଆବିଷ୍କୃତ ହେଲା। ସନ୍ଧାନୀ ଓ ଗବେଷକମାନଙ୍କ ଦୃଷ୍ଟିକୁ ଆସିଲା ଏକ ପରେ ଏକ ଶିଳାଲିପି। ଶେଷ ଶଯ୍ୟା ସ୍ଥାନରେ ବର୍ତ୍ତମାନ ଦଣ୍ଡାୟମାନ ସୁଦୃଶ୍ୟ ମହାପରିନିର୍ବାଣ ମନ୍ଦିର। ପ୍ରାୟ 1.5 କିଲୋମିଟର ଦୂରବର୍ତ୍ତୀ ଏକ ସୁରମ୍ୟ ପ୍ରାନ୍ତର ଭିତରେ ବର୍ତ୍ତମାନ ସୁରକ୍ଷିତ ତାଙ୍କ ଦାହସ୍ଥଳୀ ଉପରେ ନିର୍ମିତ ବିଶାଳ ସ୍ତୂପ। ଚତୁର୍ଦିଗରେ ଉଦ୍ୟାନ। ଏହାର ପ୍ରାଚୀନ ନାମ ମୁକୁଟ ବନ୍ଧନ ବିହାର, ବର୍ତ୍ତମାନ ରାମାଭାର ସ୍ତୂପ ଭାବରେ ବିଦିତ। ଗୋରଖପୁରରେ ମୋ ହୋଟେଲ ପ୍ରକୋଷ୍ଠରେ ଆସି ମୋତେ ପ୍ରଥମ ସନ୍ଧ୍ୟାରେ ଭେଟିଥିଲେ କେତେଜଣ ଅଧ୍ୟାପକ। ମୁଁ ଲୁମ୍ବିନୀ ଏବଂ କୁଶୀନଗର ଦର୍ଶନ ସକାଶେ ଯିବା ପ୍ରସଙ୍ଗରେ ଜଣେ ଅଧ୍ୟାପିକା ମନ୍ତବ୍ୟ ଦେଲେ, ଦିନ ଥିଲା ଯେବେ ମୁଁ ଭାବିଥିଲି ସତ୍ ମାର୍ଗରେ ଥିବା ବ୍ୟକ୍ତିର ଜୀବନରେ ଦୁଃଖ ଯାତନା ଆସେ ନାହିଁ। ବୁଦ୍ଧଙ୍କ ଠାରୁ ସତ୍ କିଏ? ମୃତ୍ୟୁ ପୂର୍ବରୁ ସେ କେଡ଼େ କଷ୍ଟ ନ ପାଇଲେ? ସତ୍ ମାର୍ଗ ବୋଇଲେ ତମେ କ'ଣ ବୁଝାଉଛ ଜାଣେନା, କିନ୍ତୁ ଯିଏ ସର୍ବଦା ସତ୍ୟ କହେ ସେ ନିରାପଦ। ଅଧ୍ୟାପିକାଙ୍କ ଧନ୍ଦା ଉପରେ ପ୍ରତିକ୍ରିୟା ପ୍ରକାଶ କଲେ ଜଣେ ଅଧ୍ୟାପକ। 8-10 ମିନିଟ୍ ମନ୍ତବ୍ୟ ପ୍ରତି ମନ୍ତବ୍ୟରେ ମତ୍ତ ରହି ହଠାତ୍ ସେମାନେ ସଜାଗ ହେଲେ ମୁଁ କିଛି କହୁନାହିଁ। ସପ୍ରତିଭ ହୋଇ ସେମାନଙ୍କ ଭିତରେ ଥିବା ପ୍ରବୀଣ ଜଣକ ପଚାରିଲେ, ଆପଣ ଟିକିଏ ଦିଗ୍ଦର୍ଶନ ଦିଅନ୍ତେ ନାହିଁ? ଦିଗ୍ଦର୍ଶନ? ସେ ଯୋଗ୍ୟତା ମୋର ନାହିଁ। ସତ୍ ମାର୍ଗ ଏବଂ ସତ୍ୟ ଏସବୁ ବୋଇଲେ ଆପଣ ପ୍ରତ୍ୟେକ ଯାହା ହୃଦୟଙ୍ଗମ କରୁଛନ୍ତି ତାହା ହିଁ ଆପଣଙ୍କ ପାଇଁ ମାର୍ଗ। ଗଭୀରକୁ ଯିବା ଦିଗରେ ଅନିଚ୍ଛାର ସୂଚନା ରୂପେ ଏତକ କହିଲି। କିନ୍ତୁ ମୁଁ ତ ସତ୍ମାର୍ଗ ସମ୍ପର୍କରେ ମୋହମୁକ୍ତ, ଅଧ୍ୟାପିକା ଜଣାଇଲେ। ଅର୍ଥାତ୍ ଆପଣ ଅସତ୍ ମାର୍ଗରେ ଗଲେ ଦୁଃଖ ଯନ୍ତ୍ରଣାରୁ ମୁକ୍ତ ରହିପାରିବେ? ପ୍ରଶ୍ନ କଲି। ସେମାନେ ହସିଲେ। ପ୍ରତ୍ୟେକ ବ୍ୟକ୍ତି ପାଇଁ ଦୁଃଖ ଯନ୍ତ୍ରଣାର ଭୂମିକା ସ୍ୱତନ୍ତ୍ର। ଶ୍ରୀକୃଷ୍ଣ ତୀରବିଦ୍ଧ ହୋଇପାରନ୍ତି, ଯୀଶୁଖ୍ରୀଷ୍ଟ କ୍ରୁଶବିଦ୍ଧ ହୋଇପାରନ୍ତି, ଶ୍ରୀରାମକୃଷ୍ଣ ଓ ବିବେକାନନ୍ଦ ଦାରୁଣ କ୍ଲେଶ ଭୋଗ କରିପାରନ୍ତି। ଆଧ୍ୟାତ୍ମିକ ଭାବୁକମାନେ କହିବେ ସେମାନେ ମାନବତାର କର୍ମଭାର ନିଜ ଉପରକୁ ନେଇ ସେମିତି କଲବଲ ହୁଅନ୍ତି। ତାହା ଏକ ଗୂଢ଼ ଆଲୋଚନାର ବ୍ୟାପାର। ତେବେ ଏତିକି ନିଶ୍ଚିତ, ଯାହାର ସତ୍ ଅସତ୍ୟ ପାର୍ଥକ୍ୟ ଜ୍ଞାନ ରହିଛି ସେ ସାମୟିକ ଭାବରେ ଅସତ୍କୁ ଆଦରିଲେ ମଧ୍ୟ ସତ୍ ମାର୍ଗ ହିଁ ତାର ଗନ୍ତବ୍ୟ ବୋଲି ସେ କ୍ରମେ ହୃଦୟଙ୍ଗମ କରିବ। ସେ ଦୁଃଖ ଯନ୍ତ୍ରଣା ପାଇପାରେ, କିନ୍ତୁ ତାହା ସତ୍ ମାର୍ଗରେ ଯିବାର ସନ୍ତୋଷ ତୁଳନାରେ ତୁଚ୍ଛ। ତେବେ ଆମେ ସତ୍ ଅସତ୍ ବୋଇଲେ ସଚରାଚର ଯାହା ବୁଝିଥାଉଁ ତାହା ନୈତିକ ସ୍ତରର ବ୍ୟାପାର। ଆମେ ସଭିଏଁ ସେହି ସ୍ତରର ବାସିନ୍ଦା, କିନ୍ତୁ ଏ ସ୍ତରର ନୀତି ନିୟମ କର୍ମଫଳ ସମସ୍ତଙ୍କ କ୍ଷେତ୍ରରେ କାମ ଦେବ ନାହିଁ। ଏସବୁଠାରୁ ଅମାପ ମାତ୍ରାରେ ଶକ୍ତିଶାଳୀ ଖାଲି ନୁହେଁ, ସାର୍ବଭୌମ ହେଲା ଦିବ୍ୟ କରୁଣା। ଯାହା ଭିତରେ ଅଭିପ୍ସା ବଳବତ୍ତର ଥାଏ, ସତ୍ୟ ମିଥ୍ୟା ଯେକୌଣସି ମାର୍ଗ ଦେଇ ତାକୁ ଦିବ୍ୟ କରୁଣା ଚେତନାର ମହତ୍ତର ସ୍ତରକୁ ନେଇଯାଏ। ସେ ଅଜ୍ଞାନରୁ ମୁକ୍ତି ପାଏ। ଆପଣ କହୁଛନ୍ତି ମିଥ୍ୟା ମଧ୍ୟ ସେ ଦିଗରେ ଜଣଙ୍କୁ ସାହାଯ୍ୟ କରିପାରେ? ମିଥ୍ୟା ନୁହେଁ, ସାହାଯ୍ୟ କରେ ଦିବ୍ୟ କରୁଣା। ସେ ମହାଶକ୍ତି ଆମ ଭଳି ଜଣେ ଅଜ୍ଞାନର ମିଥ୍ୟା ସତ୍ୟାଚରଣ ପ୍ରତି ଭ୍ରୂକ୍ଷେପ କରେ ନାହିଁ।
ଜଣକର ସଂଗୁପ୍ତ ବ୍ୟାକୁଳତା, ଅଜ୍ଞାନରୁ ଏବଂ ଅକର୍ମରୁ ବର୍ତ୍ତିବା ଦିଗରେ ଜଣଙ୍କର ଅନୁଚ୍ଚାରିତ ଆସ୍ପୃହା, ଏହା ହିଁ ଦିବ୍ୟ କରୁଣାକୁ ଆକର୍ଷିତ କରେ। ଏହା ମୋର ସାମାନ୍ୟ ବୋଧଶକ୍ତି ସମ୍ଭୂତ ଧାରଣା। ଦିବ୍ୟ କରୁଣା ପ୍ରତି କୌଣସି ନିୟମ ଖଟେ ନାହିଁ। କୃପାକୁ ସେଥିପାଇଁ କୁହାଯାଏ ଅହେତୁକୀ। ବହୁତ କିଛି ବୁଝିଲି, ଟିକିଏ ନୀରବ ରହି ଅଧ୍ୟାପିକା କହିଲେ। କିନ୍ତୁ ଟିକିଏ ବାକି ରହିଯାଉଛି। ମିଥ୍ୟା କେମିତି ସାହାଯ୍ୟ କରିପାରେ, ଏହା ଉପରେ ମୋତେ ଅଧିକ ଚିନ୍ତା କରିବାକୁ ପଡ଼ିବ, ନହେଲେ ଆପଣଙ୍କୁ ପୁଣି ବିବ୍ରତ କରିବି। ମୋତେ ବିବ୍ରତ ବା ସୁବ୍ରତ କରିବାର ସମୟ ବୋଧହୁଏ ଆଉ ମିଳିବ ନାହିଁ। ବର୍ତ୍ତମାନ ବୁଝାଇବାକୁ ଚେଷ୍ଟା କରୁଛି। ମିଥ୍ୟାର ବହୁ ପର୍ଯ୍ୟାୟ। ମିଥ୍ୟା କଥନ ଭିତରେ ରହିପାରେ ପ୍ରଚଣ୍ଡ ନିଷ୍ଠୁରତା, ଭୟାବହ ଲୋଭ, ଏମିତି ନାନାଦି ଦୁର୍ଗତି। ମିଥ୍ୟା କଥନ ପୁଣି ହୋଇପାରେ ଆତ୍ମରକ୍ଷା ସକାଶେ, ଅଥବା କୌଣସି ଅସହାୟର ସୁରକ୍ଷା ନିମନ୍ତେ ଏକ ସାମୂହିକ କୌଶଳ। ମହାଭାରତରେ ରହିଛି ଏକ ଚମତ୍କାର ଦୃଷ୍ଟାନ୍ତ। ଜଣେ ପଥିକକୁ ମାରି ତାର ସର୍ବସ୍ୱ ଅପହରଣ ନିମନ୍ତେ ଛୁରୀ ଉଦ୍ୟତ କରି ଦସ୍ୟୁଟିଏ ତାକୁ ଗୋଡ଼ାଉଛି। ପଥିକ ବଣ ଭିତରେ ପଶିଗଲା। ଦେଖିଲା ଗୋଟିଏ କୁଟୀର ଆଗରେ ବସିଛନ୍ତି ଜଣେ ସାଧୁ। ପଥିକ ସାଧୁଙ୍କୁ ପ୍ରଣାମ କରି ତାଙ୍କ କୁଟୀର ଭିତରେ ଲୁଚିଲା। ଟିକିଏ ପରେ ଛୁରୀ ହସ୍ତେ ଦସ୍ୟୁ ଆସି ସାଧୁଙ୍କୁ ପଚାରିଲା, ସେ ଧଇଁସଇ ହୋଇ ଦୌଡ଼ୁଥିବା କୌଣସି ଲୋକକୁ ଦେଖିଛନ୍ତି କି ନାହିଁ? ସାଧୁଙ୍କ ବ୍ରତ ହେଲା ସେ କଦାପି ମିଥ୍ୟା କହିବେ ନାହିଁ। ଅତଏବ ସେ ଦେଖିଥିବା ସ୍ୱୀକାର କଲେ। ଲୋକଟି କୁଆଡ଼େ ଗଲା ବୋଲି ଦସ୍ୟୁର ଦ୍ୱିତୀୟ ପ୍ରଶ୍ନର ଉତ୍ତରରେ ମଧ୍ୟ ସାଧୁ ମହାରାଜ ସଠିକ୍ ଉତ୍ତର ଦେଲେ, ଅର୍ଥାତ୍ ନିଜ କୁଟୀର ଭିତରକୁ ହାତ ଦେଖାଇଦେଲେ। ଦସ୍ୟୁ ତତ୍କ୍ଷଣାତ୍ ଭିତରକୁ ଯାଇ ପଥିକକୁ ହତ୍ୟା କଲା। ସାଧୁ ସତ କହୁଥିଲେ। ଏ କ୍ଷେତ୍ରରେ ମିଥ୍ୟା ଭଳି ସତ୍ୟ ମଧ୍ୟ ହେଲା ନିର୍ମମତା। ତେଣୁ ସତ୍ୟ ମିଥ୍ୟାର ମଧ୍ୟ ସାମଗ୍ରିକ ପଟ୍ଟଭୂମି ରହିଛି। ସମଗ୍ର ଭିତରୁ ଛିଡ଼ାଇ ଆଣି ତଥାକଥିତ ସତ୍ୟଟିଏ ଥୋଇଦେଲେ ତାହା ଅବିବେକିତା ହୋଇପାରେ। ମହାଭାରତ କହେ, ଏମନ୍ତ ସତ୍ୟବାଦୀ ସାଧୁଟି ମୃତ୍ୟୁ ଉପରେ ସିଧାସଳଖ ଗଲେ ନର୍କକୁ। ପୁଣି ଶୁଭେଚ୍ଛା ପ୍ରଣୋଦିତ ମିଥ୍ୟା ମଧ୍ୟ ଆମ ଜୀବନରେ ତାର ଭୂମିକା ତୁଲାଇଥାଏ। ମୋ ରାଜ୍ୟ ଓଡ଼ିଶାରେ ଯେତେବେଳେ ମା ଶିଶୁ ସନ୍ତାନକୁ କୋଳରେ ଧରି ଗାଉଛି, ଆ ଜହ୍ନମାମୁଁ ଶରଦ ଶଶୀ ମୋ କାହ୍ନୁ ହାତରେ ପଡ଼ରେ ଖସି, ସେତେବେଳେ ସେ ଜାଣେ ଯେ ଜହ୍ନ ଖସିବାର କୌଣସି ସମ୍ଭାବନା ନାହିଁ। ଏହି ପ୍ରକାର ନିରୀହ ମିଥ୍ୟାଚାରର ପୁଣି ସାମାଜିକ ଭୂମିକା ଥାଏ। ପ୍ରାୟ 15 ବର୍ଷ ତଳର କଥା। ପୁରୀ ସମୁଦ୍ର ତଟବର୍ତ୍ତୀ ଶ୍ରୀଅରବିନ୍ଦ କେନ୍ଦ୍ର ପରିସରରେ ସେଦିନ ଏକ ସମ୍ମିଳନୀ ହେବାର ଥାଏ। କେନ୍ଦ୍ରକୁ ରାସ୍ତା ଅଣଓସାରିଆ, ତେଣୁ ସଚରାଚର ବସ୍ ଯିବା ମନା। ମୁଖ୍ୟମନ୍ତ୍ରୀ ଆସିବେ, ଅତଏବ ପୁଲିସ କର୍ମଚାରୀମାନେ ରାସ୍ତା ଜଗିଛନ୍ତି। ମୁଁ ସମୁଦ୍ରକୂଳ ରାସ୍ତାରେ ପଦଚାରଣା କରୁଥିଲି। ସାଙ୍ଗରେ ଥିଲେ ଜଣେ ବିଶିଷ୍ଟ ନାଗରିକ। ସେ ପୁଲିସ ଇନ୍ସପେକ୍ଟରଙ୍କୁ କହିଲେ, ବାବୁ, ବହୁତ ଦୂରରୁ ଦଳେ ମହିଳାଙ୍କୁ ନେଇ ବସ୍ଟିଏ ଆସୁଛି। ଜିନିଷପତ୍ର ଧରି ମହିଳାମାନେ ଗୁଡ଼ାଏ ବାଟ ଚାଲି ଚାଲି ଯିବା ଠିକ୍ ହେବ ନାହିଁ। ଏସ୍ପି କହିଛନ୍ତି ବାଟ ଛାଡ଼ିଦେବେ। ଭଦ୍ରଲୋକଙ୍କୁ ପରେ ପରେ ପଚାରି ବୁଝିଲି ଏସ୍ପି କହିନଥିଲେ। ହଉ ଆଜ୍ଞା, ହଉ, ମୁଁ ଜାଣେ, କହିଲେ ଇନ୍ସପେକ୍ଟର। ତାପରେ ସେ ମୋତେ ଗୋଟିଏ ବିନମ୍ର ନମସ୍କାର କଲେ। ମୁଁ ପ୍ରତି ନମସ୍କାର ଅନ୍ତେ ଭଦ୍ରଲୋକଙ୍କ ସହ ଆଗେଇ ଗଲି। କିଛି ସମୟ ପରେ ମୁଁ ଏକା ଫେରୁଛି। ଇନ୍ସପେକ୍ଟର ଆଉ ଥରେ ନମସ୍କାର କରି ପଚାରିଲେ, ସାର୍, ଆପଣ ବୋଧହୁଏ ମୋତେ ଚିହ୍ନି ପାରିଲେ ନାହିଁ। ମୋ ନିଶ ଯୋଗୁଁ। ଏଥର ଚିହ୍ନିଲି। ଯୁବକ ମୋର ଛାତ୍ର ଥିଲେ। 2 ମିନିଟ୍ କଥାବାର୍ତ୍ତା ପରେ ସେ ଜଣାଇଲେ କି ମହିଳାମାନଙ୍କ ବସ୍ କେନ୍ଦ୍ର ପର୍ଯ୍ୟନ୍ତ ଚାଲିଯାଇଛି। ମୁଁ ହସି ହସି କହିଲି, କିନ୍ତୁ ତମ ଏସ୍ପିଙ୍କ ଠାରୁ ଭଦ୍ରଲୋକ ଅନୁମତି ନେଇନଥିଲେ। ସେ ବି ହସି ହସି କହିଲେ, ଆଜ୍ଞା, ମୁଁ କ'ଣ ଜାଣେ ନା? ଏସ୍ପି କହିଥିଲେ ତ ମୋତେ କହିଥାନ୍ତେ।
ଭଦ୍ରଲୋକ ଭଲ ଉଦ୍ଦେଶ୍ୟରେ ମିଛଟି କହିଲେ। ମୁଁ ବି ଭଲ ଉଦ୍ଦେଶ୍ୟରେ ଜାଣେ ବୋଲି ମିଛରେ କହିଦେଲି। ସମାଜରେ ସାମଗ୍ରିକ ଚେତନା ଯେତେବେଳେ ମହତ୍ତର ପର୍ଯ୍ୟାୟକୁ ଚାଲିଯିବ, ସେତେବେଳେ ନିଶ୍ଚୟ ଏମିତି ମଧୁର, ଏମିତି ନିରୀହ ମିଛର ବି ଆବଶ୍ୟକତା ରହିବ ନାହିଁ। ସେ ଭବିଷ୍ୟତ ଦିଗରେ ମୁଁ ଆସ୍ଥାବାନ। ପୁରାଣ ଏବଂ ମୋ ନିଜ ଅଭିଜ୍ଞତାରୁ ମିଥ୍ୟାର ସ୍ତରଭେଦର ଦୃଷ୍ଟାନ୍ତ ଦେଲି। କିନ୍ତୁ ଆପଣଙ୍କ ମୂଳ ପ୍ରଶ୍ନର ଉତ୍ତର ଏଯାବତ୍ ବୋଧହୁଏ ଆପଣ ପାଇନାହାନ୍ତି। ଏଥର ଲୋକକଥାର ସାହାଯ୍ୟ ନେଇ ବୁଝାଉଛି। ଥିଲା ଗୋଟାଏ ଓସ୍ତାଦ ଚୋର। ସେ ମଲାବେଳେ ତା ପୁଅକୁ ଉପଦେଶ ଦେଲା, ଆରେ ବାପା, ତୋତେ ବି ଚୋରି ଧନ୍ଦା କରି ଜୀଇବାକୁ ହେବ। ମନେ ରଖିଥା, କଦାପି ସାଧୁସଙ୍ଗ କରିବୁ ନାହିଁ। କଲେ ଦ୍ୱନ୍ଦ୍ୱରେ ପଡ଼ିବୁ। ନା ସାଧୁ ହୋଇପାରିବୁ, ନା ଭଲ ଚୋର ହୋଇପାରିବୁ। ଦ୍ୱିତୀୟ କଥା, କଦାପି ସତ କହିବୁ ନାହିଁ। ଏ ଦୁଇଟି ଉପଦେଶ ମନେ ରଖିଲେ କୁଶଳୀ ଚୋର ରୂପେ ବାପାର ଟେକ ରଖିବୁ। ଚୋର ଭାବରେ ଜୀବନଯାପନ ସକାଶେ ପୁଅର ଉତ୍ସାହ ନଥିଲା, କିନ୍ତୁ ତା ଆଗରେ ଅନ୍ୟ ଉପାୟ ମଧ୍ୟ ନଥିଲା। ଦିନେ ସେ ପ୍ରାସାଦରୁ ଚୋରି କରି ବାଟକୁ ବାହାରିଛି। ନଗର ରକ୍ଷୀମାନେ ତା ପଛରେ ଦୌଡ଼ିଲେ। ସେ ଯାଇ ଗୋଟାଏ ସମାବେଶରେ ବସି ପଡ଼ିଲା। ଜଣେ ସାଧୁଙ୍କ ପାଇଁ ସେ ସମାବେଶ। କୌଣସି ପୌରାଣିକ କାହାଣୀ ଗପିବା ଅବସରରେ ସାଧୁ କହୁଥାନ୍ତି, ଦେବଦେବୀମାନଙ୍କ ଗୋଡ଼ ମାଟିଠୁ ସାମାନ୍ୟ ଉଚ୍ଚରେ ରହେ, ସେମାନଙ୍କ ପଲକ ପଡ଼େ ନାହିଁ। ଚୋର ଟୋକା ଏତକ ଶୁଣିଛି। ତାକୁ ରକ୍ଷୀମାନେ ଧରିନେଲେ ଓ ରାଜପ୍ରସାଦର ଏକ କକ୍ଷରେ ବନ୍ଦୀ ରଖିଲେ। ସକାଳେ ହେବ ତାର ପ୍ରାଣଦଣ୍ଡ। ଚୋରି ମାଲ ସେ ଫିଙ୍ଗି ଦେଇଥିଲା। ତାକୁ ଯେତେ ଧମକ ଦେଲେ ମଧ୍ୟ ସେ ସତ କହିଲା ନାହିଁ। ସେ ଚୋରି କରିନାହିଁ। ଏହା ହିଁ ହେଲା ତାର ଅଟଳ ବିବୃତ୍ତି। ଟୋକାର ଅବଶ୍ୟ ଫାଶୀ ହେବ। ତେବେ ଥରେ ସନ୍ଦେହ ମୁକ୍ତ ହେବା ପାଇଁ ରାତିରେ କଟୁଆଳଙ୍କ ନିର୍ଦ୍ଦେଶରେ ରାଜନର୍ତ୍ତକୀଟିଏ ଦେବୀ ବେଶ ହୋଇଯାଇ ତା ଆଗରେ ଉଭା ହେଲେ ଏବଂ କହିଲେ, ବାପା, ତୁ ସତ କଥା କହିଦେ। ଅଭିଭୂତ ଅବସ୍ଥାରେ ଚୋର ସତ କହିବାକୁ ଯାଉଥିଲା। ହଠାତ୍ ମନେ ପଡ଼ିଲା ସାଧୁଙ୍କ ପ୍ରବଚନ। ସେ ଲକ୍ଷ୍ୟ କଲା, ଏ ମୂର୍ତ୍ତିର ପାଦ ଚଟାଣ ଉପରେ ରହିଛି ଏବଂ ଆଖିର ପଲକ ପଡ଼ୁଛି। ସେ ବୁଝିଗଲା। କହିଲା, ହେ ଦେବୀ, ତୁମକୁ କ'ଣ ବା ଅଜଣା? ମୁଁ ଚୋରି କରିନାହିଁ। ସେ ମୁକ୍ତି ପାଇଲା। ତାର ପ୍ରଥମ ଭାବନା ହେଲା, ମୁହୂର୍ତ୍ତକର ସାଧୁସଙ୍ଗ ମୋତେ ରାଜଦଣ୍ଡରୁ ମୁକ୍ତି କଲା। ମୁଁ ଯଦି ସାଧୁସଙ୍ଗ କରି ଅଧିକ ଜ୍ଞାନ ଅର୍ଜନ କରିବି, ତେବେ ମୋର କେଡ଼େ ମଙ୍ଗଳ ବା ନ ହେବ। ସେ ତାହା ହିଁ କଲା। ଏ କ୍ଷେତ୍ରରେ ଆମେ ଦେଖୁଛୁ, ମିଛ ମଧ୍ୟ ତା ଜୀବନରେ ଆଣିଦେଲା ଶୁଭଙ୍କର ପରିବର୍ତ୍ତନ। ଏହାର ହେତୁ ବୋଲି ଯଦି କିଛି ଥାଏ, ଯଦିଓ କୃପାର ହେତୁ ନିରୂପଣ ଅନଧିକାର ଚର୍ଚ୍ଚା, ତେବେ ତାହା ହେଲା ଚୋରପୁତ୍ରଟିର ଆନ୍ତର୍ଚେତନାର ବିକାଶ ସକାଶେ ଉପନୀତ ହୋଇଥିଲା ଉପଯୁକ୍ତ ମୁହୂର୍ତ୍ତ। ଏ ବିକଳ ପୃଥିବୀ ଓ ଉଦ୍ଭ୍ରାନ୍ତ ଜନସମାଜରେ ଅବତାରମାନଙ୍କୁ ମଧ୍ୟ ଥରେ ଥରେ କୌଶଳ ବା ଷ୍ଟ୍ରାଟେଜିର ଆଶ୍ରୟ ନେବାକୁ ପଡ଼ିଛି। ବୁଦ୍ଧଙ୍କ ବାଲ୍ୟ ସଙ୍ଗୀ ଛନ୍ଦକ ଥିଲେ ଜଣେ ଭିକ୍ଷୁ। କିନ୍ତୁ ସେ ସଂଘର କୌଣସି ନୀତି ନିୟମ ମାନୁନଥିଲେ। ସେ ତ ବୁଦ୍ଧଙ୍କୁ ଆବାଲ୍ୟ ଜାଣିଛନ୍ତି, ତାଙ୍କ ସହ ଖେଳିଛନ୍ତି। ତାଙ୍କ ପ୍ରତି ନିୟମ କାନୁନ କାହିଁକି ପ୍ରଯୁଜ୍ୟ ହେବ? ସେ କାହିଁକି କାହାକୁ ଖାତର କରିବେ? ବୁଦ୍ଧ ତାଙ୍କୁ ସହ୍ୟ କରୁଥିଲେ। ଲୋକଟିର ସ୍ୱାଭିମାନରେ ଆଘାତ ନ ଦେବା ସକାଶେ ସେ ତାର ସମସ୍ତ ଦୋଷ ମାଫ କରୁଥିଲେ। କିନ୍ତୁ ମହାନିର୍ବାଣ ପୂର୍ବରୁ ସେ ଆନନ୍ଦଙ୍କୁ ଦେଇଥିଲେ ଯେଉଁ ନିର୍ଦ୍ଦେଶ, ତାର ମର୍ମ ହେଲା, ତାଙ୍କ ଜୀବଦ୍ଦଶାରେ ସବୁ ଶିଷ୍ୟଙ୍କର ସେ ସ୍ୱୟଂ ଥିବେ ଆଦର୍ଶ। ତାଙ୍କ ପ୍ରଭାବ ହିଁ ସମଗ୍ର ସଂଘ ଉପରେ କାର୍ଯ୍ୟକାରୀ ହେଉଥିବ। ନିଜ ନିଜ ସହ ଭିକ୍ଷୁମାନଙ୍କ ଆଚାର ଆଚରଣ ପ୍ରତି କେହି ଦୃଷ୍ଟି ଦେବେ ନାହିଁ। ଦେଲେ ମଧ୍ୟ ତାହା ଗୁରୁଙ୍କ ଦାୟିତ୍ୱ ବୋଲି ବିଚାର କରୁଥିବେ। କିନ୍ତୁ ତାଙ୍କ ପରେ ଛନ୍ଦକର ବିଶୃଙ୍ଖଳା ସହ୍ୟ କଲେ ତାହା ସଂଘ ପ୍ରତି ହେବ ବିପଜ୍ଜନକ।
ଅତଏବ ତାକୁ ବହିଷ୍କାର କରାଯାଇପାରେ। ଯଶଙ୍କ ମାଧ୍ୟମରେ ଆନନ୍ଦଙ୍କୁ ଏ ନିର୍ଦ୍ଦେଶ ପାଳନ କରିବାକୁ ପଡ଼ିଥିଲା। ବୁଦ୍ଧଙ୍କ ବିଦାୟ ପରେ ପରେ ବିଭିନ୍ନ ସ୍ତରରେ ଆରମ୍ଭ ହେଲା ବିବାଦ ବିସମ୍ବାଦ। କୁଶବତୀର ମଲ୍ଲ ଶାସକମାନେ କହିଲେ ତାଙ୍କର ସମଗ୍ର ଚିତାଭସ୍ମ ସେମାନଙ୍କ ହେପାଜତରେ ହିଁ ସୁରକ୍ଷିତ ରହିବ। ଅଜାତଶତ୍ରୁ ଦାବି କଲେ ଅନ୍ତତଃ ଅର୍ଦ୍ଧେକ ତାଙ୍କ ପ୍ରାପ୍ୟ। କ୍ରମେ ଦେଖାଦେଲେ 7 ଦଳ ଦାବିଦାର। ମଲ୍ଲମାନେ ଶ୍ରୀତନୁ ସ୍ମାରକୀ ରେଲିକ୍ସ ହସ୍ତାନ୍ତର ନ କଲେ କୁଶବତୀ ଉପରେ ସାମଗ୍ରିକ ଆକ୍ରମଣ ହେବ, ଏହା ମଧ୍ୟ ଅନିବାର୍ଯ୍ୟ ମନେ ହେଲା। ମଲ୍ଲମାନେ ସଦ୍ବୁଦ୍ଧି ପ୍ରଣୋଦିତ ହୋଇ ଚିତାବଶେଷକୁ 8 ଭାଗରେ ବିଭକ୍ତ କରିବାକୁ ସ୍ୱୀକୃତ ହେଲେ। ତାହା ହିଁ ହେଲା। ପରେ ଅଶୋକ ସେସବୁରୁ ଯେତେ ସମ୍ଭବ ଏକତ୍ର କରି ଶହ ଶହ ଭାଗରେ ବିଭକ୍ତ କଲେ। ବ୍ରହ୍ମଦେଶ, ସିଂହଳ, ତିବ୍ବତ ଅନେକଙ୍କର ବିହାର ପ୍ରତିଷ୍ଠାନ ରହିଛି କୁଶୀନଗରରେ। ଏ ସ୍ଥାନର ମର୍ଯ୍ୟାଦା ପ୍ରତି ଭାରତବର୍ଷ ତୁଳନାରେ ଅନ୍ୟମାନଙ୍କ ଅବଦାନ ବହୁ ଅଧିକ। ଆଜିର ମହାପରିନିର୍ବାଣ ସ୍ତୂପର ଆଦି ନିର୍ମାତା ଜଣେ ବ୍ରହ୍ମଦେଶୀୟ ଭିକ୍ଷୁ ଚନ୍ଦ୍ରସ୍ୱାମୀ। ତାଙ୍କ ପ୍ରତିଷ୍ଠାନ ଭିତରେ ଥାଇଲ୍ୟାଣ୍ଡର ବିହାର ବୋଧହୁଏ ସବୁଠୁ ଚମତ୍କାର, ପରିଚ୍ଛନ୍ନତା, ରୁଚି ତଥା ଭାସ୍କର୍ଯ୍ୟ ଦୃଷ୍ଟିରୁ। ସ୍ୱାଭାବିକ, ଥାଇଲ୍ୟାଣ୍ଡର ରାଷ୍ଟ୍ରଧର୍ମ ହେଲା ବୌଦ୍ଧ। ମଠାଧୀଶଙ୍କର ବିପୁଳ ଶ୍ରଦ୍ଧା ଗୋପବନ୍ଧୁ ବାବୁଙ୍କ ପ୍ରତି। ସେହିଠାରେ ଆମର ଦିବାହାର ଏବଂ ବିଶ୍ରାମ। ଆଗରେ ଦୀର୍ଘ ପଥ, ଅଯୋଧ୍ୟା ହୋଇ ଲକ୍ଷ୍ନୌ। 2500 ବର୍ଷ ତଳେ କ'ଣ ଥିଲା ଏ ଭୂଖଣ୍ଡର ରୂପ? ତୀବ୍ର ଗତିରେ ଆମ କାର୍ ଛୁଟୁଥିଲା ବେଳେ ଭାବୁଥିଲି ପଦବ୍ରଜରେ କେତେ ପଥ ଅତିକ୍ରମ କରିନଥିଲେ ମହାନୁଭବ ବୁଦ୍ଧ। ତାଙ୍କର ସେ ଦିବ୍ୟ ଶ୍ରମ ବାବଦରେ ଅନ୍ଧକାର ଚେତନାର କେତେ ଦୂର ପଥ ଅତିକ୍ରମ କରିଛି ମଣିଷ ଆଲୋକ ଦିଗରେ।